ବାଗୁଆ ନୟାଗଡ଼ ମାଟିର ପୁଅ କୁମାର ହେମେନ୍ଦ୍ର ସିଂହ। ପ୍ରଥମ ବ୍ୟକ୍ତିତ୍ୱ ଯେ କେହି କହିବ ରାଜ ପରିବାର ସେତ। କୁମାର ସାହେବ ଯେ କେହି କହନ୍ତି କେତେ ତାକତ ପଡ଼ିଆ। ନୟାଗଡ଼ ମୋର କହନ୍ତି ହେମେନ୍ଦ୍ର ଶୁଣିଲେ ଲାଗେ ବଢ଼ିଆ। ବହୁ ଉଚ୍ଚ ଥିଲେ କୁମାର ସାହେବ ରାଜକୀୟ ଠାଣିଥିଲା। କର୍ଣ୍ଣରେ କୁଣ୍ଡଳ ଦୋହଲିବା ସଦା ମାଡ଼ି ଆସନ୍ତି ମଣିମା। ନୟାଗଡ଼ ବିଧାୟକ ପ୍ରାର୍ଥୀ ପାଇଁ ସାହେବ ତ ହେଲେ ଠିଆ। ସାରା ନୟାଗଡ଼ ଦୁଲୁ ଦୁଲୁ ହେଲା ବିରୋଧୀ ହେଲେ ଛାନିଆ। ନିର୍ବାଚନ ଇସ୍ତାହାରରେ ହେମେନ୍ଦ୍ର ପ୍ରତିଶ୍ରୁତି ଦେଉଥିଲେ ଜିତିଲେ କରିବି ହାରିଲେ କରିବି କଥା ଦେଉଅଛି ଗଲେ। କଥା ଅନୁସାରେ ଚାଲିଲା କାମ ତ ଡାକ୍ତରଖାନା ଖୋଲିବ। ଯେତେ ବଡ଼ ସାଂଘାତିକ ରୋଗ ହେଲେ ନୟାଗଡ଼େ ଭଲ ହେବ। କୁମାର ସାହେବ ପ୍ରତିଶ୍ରୁତି ଯାହା ଜନତାକୁ ସୁହାଇଲା। ନୟାଗଡ଼ ଏନ୍ଏସିଟି ଦଖଲ ତାଙ୍କ ଜିତାପଟ ହେଲା। ବିଧିର ବିଧାନ କେ କରିବ ଆନ ନାହାନ୍ତି ହେମେନ୍ଦ୍ର ସିଂହ। ତାଙ୍କ ପତ୍ନୀ ପୁଅ ଝିଅ ଏବେ ଆସି ନୟାଗଡ଼େ ବିଦ୍ୟମାନ। କୁମାର ସାହେବ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ରାଣୀମା ଏବେ ଉଭା ହୋଇଛନ୍ତି ପଦ୍ମ ଫୁଲେ ମନ ଦେଇ। ଭବିଷ୍ୟତ ପନ୍ଥା ଜଣା ପଡ଼ିଲାଣି ଭାଇ ଭଉଣୀଙ୍କ ଖେଳ। ହେମେନ୍ଦ୍ର ସିଂହଙ୍କ ପୁଅ ଝିଅ ହେବେ ନୟାଗଡ଼ ବିଧାୟକ।